ମୁଁ କିଛି ମୋ ଜୀବନର ଯାହା ଘଟିଛି ଜୀବନର ଯାହା କିଛି ସାକ୍ଷ୍ୟ ମୁଁ କିଛି ସମୟ ଶୁଣିବା ପାଇଁ ଚାହୁଁଛି। ଯେଉଁ ସମୟରେ ଡୁବନ କାର୍ଯ୍ୟ କରିବା ପାଇଁ ଆଉ ଆମ ନାମନଗର ମଣ୍ଡଳୀରେ ନିର୍ଦ୍ଧାରିତ ହେଲା, ଯେଉଁ ସମୟରେ ନାମନଗର ମଣ୍ଡଳୀରେ ଡୁବନ କାର୍ଯ୍ୟ କରିବା ପାଇଁ ମୋତେ ନିର୍ଦ୍ଧାରିତ ହେଲା, ଆଉ ସେ ସମୟରେ ଆଉ ଆମ ପରିବାର ମଧ୍ୟରେ ମୋତେ ସମସ୍ତେ ଆଉ କହିଲେ ଯେ ଆଉ ଡୁବନ ହେବା ପାଇଁ, କିନ୍ତୁ ମୋ ମନରେ ଇଚ୍ଛା ନଥିଲା। ଯେହେତୁ ମନରେ ଗୋଟେ ଆଉ ଜାଗତିକ ବିଭିନ୍ନ ପ୍ରକାର ଆଉ ଯାହା ବି ରହିଛି ସେ ସବୁ ମୋତେ ବାରଣ କରିଥିଲା। କିନ୍ତୁ ଯେତେବେଳେ ମୁଁ ବାଧ୍ୟ ହେଇ ଆଉ ଡୁବନ ହେବା ପାଇଁ ଇଚ୍ଛା କଲି, ମୋର ଇଚ୍ଛା ନଥିଲା, କିନ୍ତୁ ଆଉ ଯେହେତୁ ଆମ ପରିବାରରେ ସମସ୍ତେ ଆଉ ମୋତେ ଅନୁରୋଧ କରୁଛନ୍ତି, ତ ମୁଁ ବାଧ୍ୟ ହେଇ ଡୁବନ ହେବା ପାଇଁ ଇଚ୍ଛା କଲି। ଆଉ ଯେଉଁଦିନ ଡୁବନ ଆଉ କାର୍ଯ୍ୟକ୍ରମ ଥିଲା, ତା ଗତ ରାତ୍ରିରେ ମୁଁ ଯେତେବେଳେ ଶୋଇଥିଲି, ସେତେବେଳେ ମୁଁ ସ୍ୱପ୍ନ ମାଧ୍ୟମରେ ଦେଖିଲି ମୁଁ ଯେଉଁ ଜାଗାରେ ଶୋଇଛି ସେ ଜାଗାରେ ଗୋଟିଏ ସର୍ପ ମୋ ମୁଣ୍ଡ ତଳୁ ସେ କ'ଣ ଧୀରେ ସେ ଗତି କରୁଛି, ମୋ ମୁଣ୍ଡ ତଳୁ ସେ ଯାଉଛି। ତ ମୁଁ ଆଉ ଆଚମ୍ବିତ ହେଇ ସେ ରାତ୍ରିରେ ମୁଁ ମୋ ମାଆଙ୍କୁ ସେ କଥା କହିଲି, ଆଉ ଏପରି ଭାବରେ ଆଉ ମୋତେ ସ୍ୱପ୍ନ ଆସିଛି। ଆଉ ତ ମାଆ କହିଲେ ଠିକ୍ ଅଛି, ପ୍ରାର୍ଥନା କରି ଆଉ ତୁ ଶୋଇପଡ଼େ। ତ ମୁଁ ସେ ରାତିରେ ପ୍ରାର୍ଥନା କଲି, ଆଉ ପ୍ରଭୁ ଏହା କି ପ୍ରକାର ସ୍ୱପ୍ନ, ଯେହେତୁ ଶୈତାନର ଇଚ୍ଛା ନଥିଲା ମୁଁ ଡୁବନ ହେବା ପାଇଁ, ଶୈତାନ ମୋତେ ବାରଣ କରୁଥିଲା ବାପ୍ଟାଇଜ ହେବା ପାଇଁ, ଡୁବନ ହେବା ପାଇଁ ବାରଣ କରୁଥିଲା। ତ ମୋ ମନରେ ମୋତେ ଗୋଟେ ଆଉ କିଛି ପ୍ରତିକ୍ରିୟା ସୃଷ୍ଟି ହେଲା ଯେ ମୁଁ ଡୁବନ ହେବି ନା ନାହିଁ। ଆଉ ସେ ରାତ୍ରିରେ ମୁଁ ଆଉ ଯେହେତୁ ଜଣେ ଶୋଉଥିଲି, ମୁଁ ଆଉ ଆମ ରୁମ୍ରେ ଜଣେ ଶୋଏ, ତ ସେ ରାତ୍ରିରେ ମୁଁ ପ୍ରାର୍ଥନା କରି ଲାଇଟ୍ ଅଫ୍ କରି ଶୋଉଥିଲି। ମୁଁ ଡରିକି ଲାଇଟ୍ ଅନ୍ କରି ଶୋଇଲି ସେ ରାତିରେ। ଏବଂ ଯେଉଁଦିନ ଡୁବନ କାର୍ଯ୍ୟ ଥିଲା ସେଦିନ ଆମେ ସମସ୍ତେ ପରିବାର ସହ ଆଉ ଡୁବନ ନେବା ପାଇଁ ନାମନଗର ଆସିଲୁ ପାରଳାଖେମୁଣ୍ଡିରୁ। ଯେତେବେଳେ ମୁଁ ଘରେ ଏଣ୍ଟ୍ରି କଲି, ସେ ଟାଇମ୍ରେ ଆଉ ମୋ ଜେଜେମା ଯେତେବେଳେ ଛାତ ଉପରକୁ ଗଲେ ଆଉ ଯାହା ଲୁଗା ସଫା କରିଥିଲେ ଶୁଖେଇଥିଲେ ଆଣିବା ପାଇଁ, ସେ ସମୟରେ ସତକୁ ସତ ସାପ ଆସିଛି, ଆମ ଛାତ ଉପରେ ସାପ ଆସିଥିଲା। ତ ମୋତେ ଜେଜେମା କହିଲେ, ଆଉ ବାବୁ ଛାତ ଉପରେ ସାପ ଆସିଛି। ମୁଁ ଜନ୍ମାଧିନ ଆଉ କେବେ ଜାଣିନି ଆମ ଘରକୁ ସାପ ଆସିବାର, କିନ୍ତୁ ମୁଁ ଯେପରି ସ୍ୱପ୍ନ ଦେଖିଥିଲି ସେହି ପ୍ରକାରେ ମୁଁ ଯେତେବେଳେ ଏଣ୍ଟ୍ରି କଲି, ଘରକୁ ଯେତେବେଳେ ଏଣ୍ଟ୍ରି କଲି, ଠିକ୍ ସେ ସମୟରେ ଆମ ଛାତ ଉପରେ କ'ଣ ସାପ ଆସିଛି। ତ ସେଇଟା ମୋତେ ଜେଜେମା କହିଲେ, ତ ମୁଁ ଆଉ ବହୁତ ଭୟଗ୍ରସ୍ତ ହେଲି। ମାନେ ଏଇଟା କ'ଣ, ଏଇଟା ମୋର ପ୍ରଭୁ ମୋତେ କ'ଣ ଏମିତି ମାନେ ଶୈତାନ କ'ଣ ମୋତେ ଏ ପ୍ରକାର ଗୋଟେ ଆଉ ଭୟ ଦେଖାଉଛି, ତାହା ମନେ ମୁଁ ଭାବିଲି ଏବଂ ଭୟଗ୍ରସ୍ତ ହେଲି। ବଟ୍ ଗୋଟେ ଡୁବନ ନେବା ପାଇଁ ଇଚ୍ଛା ନଥିଲା। ଯେତେବେଳେ ପର୍ଯ୍ୟନ୍ତ ସମସ୍ତେ ପ୍ରସେସନ୍ କରି ଯାଉଥିଲେ ଡୁବନ ନେବା ପାଇଁ, ସେ ପର୍ଯ୍ୟନ୍ତ ମୋତେ ଇଚ୍ଛା ନାହିଁ ଡୁବନ ନେବା ପାଇଁ, ଯେହେତୁ ମୋ ମନରେ ଗୋଟେ ଇଚ୍ଛା ନଥିଲା ଯେ ମୁଁ ଡୁବନ ନେବି। ତ ଯେତେବେଳେ ମୁଁ ଡୁବନ ନେବା ପାଇଁ ଗଲି, ଗୋଟେ ତ ଇଚ୍ଛା ଥିଲା, ଯେହେତୁ ଆଉ ପାଳକ ନନା ତାଙ୍କେ ରିଟାୟାର୍ଡ ହେଇଯିବେ, ତ ମୋର ଗୋଟେ ଇଚ୍ଛା ଥିଲା ତାଙ୍କ ହାତରୁ ମୁଁ ଡୁବନ ନେଇପାରିବି ନାହିଁ। ତ ମୁଁ ଭାବିଲି ପାଳକ ନନା ରିଟାୟାର୍ଡ ହେଇଯିବେ, ତାଙ୍କ ହାତରୁ ଡୁବନ ନେଇଯିବି, ବଟ୍ ମୋ ମନରେ ଇଚ୍ଛା ନାହିଁ ଯେ ମୁଁ ଡୁବନ ନେବି। ଯେତେବେଳେ ମୁଁ ସେ ଜାଗାକୁ ଗଲି, ସେ ଜାଗାରେ ଯେତେବେଳେ ଡୁବନ କାର୍ଯ୍ୟକ୍ରମ ଚାଲିଛି, ପାଳକ ନନା ଡୁବନ ଦେଉଥିଲେ, ସେ ସମୟରେ ମୋତେ ଇଚ୍ଛା ନଥିଲା ଡୁବନ ନେବା ପାଇଁ। ବଟ୍ ସେଇ ଟାଇମ୍ରେ ମଧ୍ୟ ଆଉ ଗୋଟେ ଶୈତାନ ଗୋଟେ ଏ ଟାଇପ୍ର ଗୋଟେ ମୋର ମାଇଣ୍ଡରେ ଆସିଲା, ମନରେ ଆସିଲା ଯେ ତୁ ଡୁବନ ନେଉନା। ସେ ସାପ ମୋ ଆଖି ସାମ୍ନାରେ ସେମିତି ନାଚୁଥିଲା। ତ ମୁଁ ଭାବିଲି ପ୍ରଭୁ ଏଇଟା ଆଉ କ'ଣ ଏଇ ଟାଇପ୍ର ଶୈତାନ ମୋତେ ଆଉ ପ୍ରତିରୋଧ କରୁଛି ଯେ ତୁ ଡୁବନ ନେଉନା। ଏପରି କାହିଁକି ମୋ ମନରେ ହେଉଛି, ଏହା ମୁଁ ବହୁତ ଚିନ୍ତା କଲି। ଯେତେବେଳେ ମୋ ପାଳି ଆସିଲା ଡୁବନ ନେବା ପାଇଁ, ଯେତେବେଳେ ମୁଁ ଭାବିଲି ପ୍ରଭୁ
এটা শৈতানର ଗୋଟେ ଚାଲ। ଶୈତାନ ଚାହୁଁନି ଯେ ତୁ ଡୁବନ ନେ, ତ ମୁଁ ଚାହିଁଲି ପ୍ରଭୁ ଶୈତାନକୁ ପରାସ୍ତ କରିବା ପାଇଁ ତମେ ଯେହେତୁ ମୋ ପାଇଁ ବିଷୟରେ ପ୍ରାଣ ଦେଇଛ, ମୁଁ ଡୁବନ ନେବି। ତ ମୁଁ ଯେତେବେଳେ ମୋ ପାଳି ଆସିଲା, ସେତେବେଳେ ଯେତେବେଳେ ପାଣି ଭିତରକୁ ଗଲି, ସେତେବେଳେ ଶୈତାନର ଯେଉଁ ଆଉ ସର୍ପ ମୋ ସ୍ୱପ୍ନରେ ଆସିଥିଲା, ସେ ସବୁ ଆଉ ମୋ ସ୍ୱପ୍ନରୁ ମାନେ ମୋ ମନରୁ ଆଉ ସେ ସବୁ ଦୂରେଇ ଗଲା। ଯେତେବେଳେ ମୁଁ ଡୁବନ ନେଲି, ତାପରେ ଆଉ ସେ ଆଉ ସର୍ପର ସେ ପୁରା କିଛି ମନକୁ ଆସିଲି, ଡୁବନ ନେଲି। ଏବଂ ଆଉ ଯେତେବେଳେ ମୁଁ ଶୁଣିଲି ଆଉ ଆମ ନାମନଗର ମଣ୍ଡଳୀରେ ଆଉ ପାଳକ ଚୟନ ହେବ, ସେତେବେଳେ ବହୁତ ଲୋକମାନେ ମୋତେ ଆପ୍ରୋଚ୍ କରୁଥିଲେ ଯେ ଆଉ ଏପରି ନାମ ଗୁଡ଼ାକ ଆସୁଛି, ଆଉ ତ ଆମେ ଚିନ୍ତା କରିଛୁ ଆଉ ତମେ ପାଳକ ହେବା ପାଇଁ। କିନ୍ତୁ ମୋତେ ଇଚ୍ଛା ନଥିଲା, ଯେହେତୁ ମୁଁ ଆଉ ଯାହାବି ଡିଗ୍ରୀ କରିଥିଲି, ବିଏଡ୍ କରିଥିଲି, ମୋତେ ଇଚ୍ଛା ଥିଲା ଯେ ମୁଁ ଜବ୍ କରିବି। ଆଉ ବର୍ତ୍ତମାନ ମୁଁ ଗୋଟେ ପ୍ରାଇଭେଟ୍ କମ୍ପାନୀରେ ବି କାମ କରୁଛି। ଆଉ ତ ମୁଁ ଭାବୁଥିଲି ମୁଁ ଜବ୍ କରିବି, ଆଉ ବହୁତ ପଇସା ଇନକମ୍ କରିବି, ଏବଂ ଯାହାବି ଜାଗତିକ ଜିନିଷ ସେ ସବୁ ମନରେ ଆସୁଥିଲା। ସେତେବେଳେ ଲୋକମାନେ ମୋତେ ଆପ୍ରୋଚ୍ କଲେ, ସେ ସମୟରେ ମୋତେ ମନରେ ବହୁତ ଆଉ ଶୈତାନର ସବୁ ମାନେ ପ୍ରତିରୋଧ ଆସୁଥିଲା ଯେ ତୁ ଲୋକମାନେ ଯାହା ବି କହୁଛନ୍ତି ସେ ସବୁକୁ ତୁ ଇଗ୍ନୋର କରେ, ସେ ସବୁକୁ ତୁ ଇଗ୍ନୋର କରେ। ତ ଯେତେବେଳେ ଏବେ 2 ଦିନ ରାତ୍ରି ହେବ, ମୁଁ ଗୋଟେ କାମରେ ଯେଉଁଟାକି ଆମ କମ୍ପାନୀ କାମରେ ମୁଁ ରାୟଗଡ଼ା ଯାଇଥିଲି, ଜେକେ ରାୟଗଡ଼ା। ଆଉ ଜେକେ ରାୟଗଡ଼ାରେ ଆମର ଯାହାବି କମ୍ପାନୀର କାମ ଥିଲା, କାମ ସାରିକି ଯେତେବେଳେ ମୁଁ ଶୋଇଛି, ସେ ରାତ୍ରିରେ ଆଉ ଯେତେବେଳେ ମୋ ମନରେ ଭାବୁଛି ଯଦି ମୋତେ ଗାଁରେ ବି ଯଦି କହିବେ ଆପ୍ରୋଚ୍ କରିବେ, ତ ମୁଁ ମନା କରିଦେବି, ଯେହେତୁ ମୋତେ ଇଚ୍ଛା ନାହିଁ। ତ ସେତେବେଳେ ଆଉ ରାତ୍ରିରେ ପ୍ରାୟ 1 ଘଣ୍ଟା ସମୟରେ, ଘଣ୍ଟେ ସମୟରେ ମୋତେ ଏପରି ଗୋଟେ ସ୍ୱପ୍ନ ଆସିଲା ଯେ ସ୍ୱୟଂ ଯୀଶୁଖ୍ରୀଷ୍ଟ ମୋ ପାଖକୁ ଆସି କହୁଛନ୍ତି, ବାବୁରେ ମୁଁ ତୋ ପାଇଁ ଜୀବନ ଦେଲି, ତୋ ପାଇଁ ମୋ ରକ୍ତ ଦେଇଦେଲି, ମୋତେ ଗାଲରେ ଚାପୁଡ଼ା ମାରିଲେ, ମୋତେ ମୋ ବସ୍ତ୍ର ଗୁଳିବାଦ କଲେ, ମୋତେ ମାରି କୃଷରେ ଟଙ୍ଗାଇଦେଲେ। କିନ୍ତୁ ତୁ ଯଦି ଆଉ ମୋ ମଣ୍ଡଳୀକୁ ତୁ ଯଦି ସମ୍ଭାଳିବା ପାଇଁ ଆଉ ରାଜି ନ ହଉ, ତେବେ ମୁଁ ତୋ ପାଇଁ ମରିବା ସବୁ କ'ଣ ଅଟେ? ବୃଥା ଅଟେ। ତ ଯେତେବେଳେ ମୁଁ ସେ ସ୍ୱପ୍ନ ପାଇଲି, ପ୍ରଭୁଙ୍କୁ ପ୍ରାର୍ଥନା କଲି, ପ୍ରଭୁ ଆଉ ମୋତେ ତ ଇଚ୍ଛା ନାହିଁ, ବଟ୍ ତମ ଇଚ୍ଛା ସଫଳ ହେବ। ତମେ ଯାହା କିଛି ମୋ ପାଇଁ ଯୋଜନା ରଖିଛ, ସେ ଇଚ୍ଛା ସଫଳ ହେବ। ମୁଁ ମଣିଷ ପ୍ରଭୁ, ମାଟିରେ ଗଢ଼ା ମାଟିରେ ମିଶି, ବଟ୍ ତୁମେ ମୋ ପାଇଁ କ'ଣ ଇଚ୍ଛା ରଖିଛ, ସେ ଇଚ୍ଛା ମୋ ଜୀବନରେ ସଫଳ ହେବ। ଏବଂ ପ୍ରତ୍ୟେକ ଟାଇମ୍ରେ ମୋର ଆଉ ଯେତେବେଳେ ମୁଁ ପ୍ରାର୍ଥନା କରେ, ସେତେବେଳେ ମୁଁ ଗୋଟିଏ ପ୍ରାର୍ଥନା କରେ, ମୁଁ ଜାଣିନି କିନ୍ତୁ ମୋ ଆଉ ମୁଖରେ ଏଇ କଥା ବାହାରେ, ପ୍ରଭୁ ମୋତେ ଯାହା ବି ମୁଁ ନିଜେ ପ୍ରାର୍ଥନା କରେ, ଲାଷ୍ଟରେ ଗୋଟେ କଥା ହିଁ ବାହାରିବ, ପ୍ରଭୁ ମୋତେ ତୁମ ପାଇଁ ବ୍ୟବହାର କର, ପ୍ରଭୁ ମୋତେ ତୁମ ପାଇଁ ବ୍ୟବହାର କର, ପ୍ରଭୁ ମୋତେ ତୁମ ପାଇଁ ବ୍ୟବହାର କର। ବଟ୍ ମୁଁ ଜାଣିନି ଏ ୱାର୍ଡ କେମିତି ଆସୁଥିଲା, ଏବେ ବି ନୁହଁ, ଯେତେବେଳେ ମୁଁ ପ୍ରଭୁଙ୍କୁ ପାଇଲି ସେ ସମୟ ଘରେ ଏଇ ପ୍ରାର୍ଥନା ହିଁ କରୁଥିଲି। ଏ କିଛି ସମୟ ଦିନ ମୁଁ ଏ ପ୍ରାର୍ଥନା ବନ୍ଦ କରିଦେଇଥିଲି, ପ୍ରଭୁ ତୁମେ ମୋ ପାଇଁ ବ୍ୟବହାର କର, ମୋ ପାଇଁ ବ୍ୟବହାର କର, ଏ ପ୍ରାର୍ଥନା ବନ୍ଦ କରିଦେଇଥିଲି। କାରଣ ମୋତେ ଇଚ୍ଛା ନଥିଲା ଏ ପଦବୀଟା। ତ ପ୍ରଭୁ ମୋତେ ପବିତ୍ର ଆତ୍ମା ଦ୍ୱାରା ପ୍ରେରଣା କଲେ ଯେ ମୋ ମଣ୍ଡଳୀ ଯିଏକି ଖାଲି ସ୍ଥାନରେ ଅଛି, କିଏ ଗାଈରେ ପଡ଼ିବା ଲୋକ ନାହାନ୍ତି ମୋ ମଣ୍ଡଳୀ ପାଇଁ, ସେଥିପାଇଁ ତୁ ହିଁ ଖେଳ ବାବୁ ହେବ। ତ ମୁଁ କହିଲି, ପ୍ରଭୁ ତୁମ ଇଚ୍ଛା ସଫଳ ହେବ, ମୋ ଇଚ୍ଛା କିଛି ନାହିଁ। ଧନ୍ୟବାଦ। ତ ମୁଁ ଏଇ ବିଷୟ ଥିଲା ମୋ ଜୀବନରେ। ତ ମୋର ତ ଏବେ ବୟସ ହେଲା 26, ମୋର କିଛି ଜ୍ଞାନ ବୁଦ୍ଧି ବି ନୁହଁ କି କିପରି ଭାବରେ ମୁଁ ମଣ୍ଡଳୀକୁ ପରିଚାଳନା କରିବି, କିପରି ଭାବରେ ଆଉ ପ୍ରଭୁଙ୍କ ଲୋକମାନଙ୍କୁ କଡ଼ାଇ ନେବି। ବଟ୍ ମୁଁ ଅନୁରୋଧ କରୁଛି, ଆଉ ଆଜିଠାରୁ ମନେ ମନେ ପ୍ରାର୍ଥନା ରଖନ୍ତୁ, ମୁଁ କିପରି ଆତ୍ମିକ ଭାବରେ ଆଉ ଦେଖେଇବା କରି ନୁହଁ, ଆତ୍ମିକ ଭାବରେ
ଯେପରି ମୋର ବିହେଭିଅର, ମୋର ଆଟିଟ୍ୟୁଡ ଏବଂ ମୋର କନଭରସେସନ, ଲୋକମାନଙ୍କ ସହିତ କେମିତି କଥା ହେବି ସେ ସବୁ ଯେପରି ପ୍ରଭୁଙ୍କ ନିମନ୍ତେ ଗୌରବ ହେବ, ସେହିପରି ସମସ୍ତଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ଆଉ ଗୋଟେ ବିଷୟ କହିବାକୁ ଚାହେଁ, ମୁଁ ପ୍ରାୟ ଦେଖେ ଏକ୍ସମାସ ସମୟରେ, ଖ୍ରୀଷ୍ଟମାସ ସମୟରେ ପ୍ରାୟ ଯୁବକମାନେ ଚର୍ଚ୍ଚକୁ ଆସୁନାହାନ୍ତି। ଯେତେବେଳେ ମିଲନ ହେବ ସେ ସମୟ ହିଁ ଆସନ୍ତୁ। ଏଇଟା ପ୍ରଭୁଙ୍କର ଅଗୌରବ ବିଷୟ। ତ ଆସିକି ଆଉ ଡ୍ୟାନ୍ସ କରିବା ଆଉ ଆସିକି ସମ୍ବର୍ଦ୍ଧନା କରି ଆଣିବା ଏହା ବଡ଼ କଥା ନୁହେଁ। ସମସ୍ତେ ଯେପରି ଚର୍ଚ୍ଚକୁ ଆସିବା ଏବଂ ପ୍ରଭୁଙ୍କ ପାଇଁ ଆତ୍ମୀୟ ଭାବରେ ବ୍ୟବହାର ହେବା, ଏଇଟା ହିଁ ବଡ଼ କଥା। କାହିଁକି ଯେଉଁ ପ୍ରକାର ଦିନ ଆସୁଛି ସେ ପ୍ରକାର ଦିନ ନିମନ୍ତେ ଆଉ ଆମେ ସମସ୍ତେ ପ୍ରସ୍ତୁତ ହେବା ଦରକାର। ତ ସମସ୍ତେ ପ୍ରାର୍ଥନା କରନ୍ତୁ ଏବଂ ସମସ୍ତେ ଆଉ ମନେ ମନେ ପ୍ରାର୍ଥନା ରଖନ୍ତୁ ଯେପରି ପ୍ରଭୁ ମୋତେ ଆଉ ସୁନ୍ଦର ଭାବରେ କରାଇବେ। ଧନ୍ୟବାଦ। ପ୍ରାର୍ଥନା କରିବା। ଧନ୍ୟବାଦ 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 ପ୍ରଭୁ, ତୁମର ଧନ୍ୟବାଦ କରୁଛି ପ୍ରଭୁ, ତୁମର ପ୍ରଶଂସା ଆରାଧନା କରୁଛି ପ୍ରଭୁ। ଆମେ ପ୍ରଭୁ ପାପୀ ହେଲେ ସୁଦ୍ଧା ପ୍ରଭୁ ଆମକୁ ଆଉ ଦିନ ପରେ ଦିନ, ମାସରେ ମାସ ପରେ ମାସ, ବର୍ଷ ପରେ ବର୍ଷ ପ୍ରଭୁ ସୁନ୍ଦର ସ୍ୱାସ୍ଥ୍ୟ ଦେଇ ପ୍ରଭୁ ବଞ୍ଚାଇ ଆଣିଛ, ସେଥିପାଇଁ ତୁମର ଧନ୍ୟବାଦ କରୁଛି ପ୍ରଭୁ। ଆମେ ଜାଣିନଥିଲୁ, ଆମେ ଭାବିନଥିଲୁ ପ୍ରଭୁ, ତୁମର ସକଳ କାର୍ଯ୍ୟ ଆମ ଚିନ୍ତା ବାହାରେ ପ୍ରଭୁ। ଯେହେତୁ ତୁମ ନାମ ଆଶ୍ଚର୍ଯ୍ୟ ପ୍ରଭୁ, ତୁମ ନାମ ଆଶ୍ଚର୍ଯ୍ୟ। ମୁଁ ପ୍ରାର୍ଥନା କରୁଛି ପ୍ରଭୁ, ଯେଉଁ ଆଉ ପ୍ରଭୁ ଆଜି ପଦବୀ ଦେଇଛ ସେ ପଦବୀ ଯେପରି ପ୍ରଭୁ ମୁଁ ତୁମର ଗୌରବ ସକାଶେ ପ୍ରଭୁ ପୂରଣ କରିପାରିବି ଏବଂ ତୁମର ଆଉ ମଣ୍ଡଳୀର ପ୍ରତ୍ୟେକ ଦାସଦାସୀମାନଙ୍କୁ ପ୍ରଭୁ ପରିଚାଳନା କରିପାରିବି, ସେ ମୋତେ ଜ୍ଞାନ ବୁଦ୍ଧି ଦିଅ ବୋଲି ପ୍ରାର୍ଥନା କରୁଛି ଏବଂ ପ୍ରାର୍ଥନା କରୁଛି ମଣ୍ଡଳୀର ପ୍ରତ୍ୟେକ ଲୋକମାନଙ୍କୁ ଆଶୀର୍ବାଦ କର। ଏହି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ତାଙ୍କରି ସ୍ୱପ୍ନ ଦର୍ଶନ ଏବଂ ତାଙ୍କରି ସାକ୍ଷ୍ୟ ସେ ଆମମାନଙ୍କୁ ଜଣାଇଛନ୍ତି। ସେଥିପାଇଁ ପ୍ରଭୁ ତାଙ୍କ ବିଶେଷ ଆଶୀର୍ବାଦ କରନ୍ତୁ। ପୁଣି ଆହୁରି ଆହୁରି ତାଙ୍କରି ଭବିଷ୍ୟତ ଜୀବନ ପାଇଁ ଦେବତାର ପ୍ରଭୁ ଅନୁଗ୍ରହ କରି ମଣ୍ଡଳୀକୁ ପରିଚାଳନା କରିବେ, ଏଥି ନିମନ୍ତେ ପ୍ରଭୁ ତାଙ୍କୁ ବିଶେଷ ଆଶୀର୍ବାଦ କରନ୍ତୁ। ଆମେ ବର୍ତ୍ତମାନ ମଣ୍ଡଳୀ ବହୁତ ଆନନ୍ଦିତ ଅଟୁ, ଖୁସି ଅଟୁ, କାରଣ ଏକ ଉତ୍ତମ ପାଳକ, ଯୁବା ପାଳକ, ଶିକ୍ଷିତ ପାଳକକୁ ପାଇଛୁ। ଆମେ ଭାବିନଥିଲୁ, ଆଶା କରିନଥିଲୁ ଏମିତି ପାଳକ ମିଳିବ ବୋଲି, କିନ୍ତୁ ପ୍ରଭୁ ମନୋନୀତ କରି ରଖିଛନ୍ତି। ଆଗରୁ ଆମେ ଅତି ଦ୍ୱନ୍ଦ୍ୱରେ ଥିଲୁ, କାହାକୁ କରିବା, କେମିତି କରିବା, କି ପ୍ରକାର ଭାବେ କରିବା। ସମ୍ମିଳନୀ ଆମମାନଙ୍କୁ ପ୍ରେସର କରୁଛି ଯଥାଶୀଘ୍ର ଆଉ ପାଳକ ବାଛିବାକୁ ହେବ ବୋଲି ବାରମ୍ବାର ଆମର କାର୍ଯ୍ୟସାଧକ ବୈଠକରେ ସେମାନେ ପ୍ରେସର କରୁଛନ୍ତି। କିନ୍ତୁ ସେମାନଙ୍କୁ ଆମେ କହି ଏହି ଦିନ ପ୍ରଭୁ ଆମମାନଙ୍କୁ ଦେଖିବାକୁ ଦେଲେ, ଉତ୍ତମ ପାଳକ ଦେଖିବାକୁ ଦେଲେ, ପାଳକ ଆସନ ପୂର୍ଣ୍ଣ କଲେ। ଏଥିପାଇଁ ଆମେ ବହୁତ ଆନନ୍ଦିତ ଅଛୁ, ଖୁସି ଅଛୁ। କିନ୍ତୁ ଆଉ ଗୋଟେ ଦୁଇଟି ଖୁସିର ଆନନ୍ଦର ବିଷୟ ଅଛି, ନାଚିବା। କେବେ କେବେ ପିଲାମାନେ ଜାଣିଛ, ତାଙ୍କର ବିବାହ ବେଳେ ଏବଂ ତାଙ୍କରି ଅଭିଷେକ ସମୟରେ ନିଶ୍ଚିତ ଆମେ ଆଉ ଥରେ ମହା ଆନନ୍ଦ କରିବା। ଏଥିରେ ଆମେ ସମାପ୍ତ କରିବା। ପୁନର୍ବାର ମୁଁ ଅବସର ପାଳକ ମହାଶୟଙ୍କୁ ମୁଁ ଅନୁରୋଧ କରୁଛି, ସେ ଆସିବେ ଛୋଟ କରି ପ୍ରାର୍ଥନା ପରେ। ଆଉ ଆଜିର ସାମୂହିକ ଆଉ ଯେଉଁ ଆମର ଆନନ୍ଦିତରେ ଆମେ ଅଂଶ ହେଇଛୁ, ସେଥିପାଇଁ ପ୍ରାର୍ଥନା କରି ଆଶୀର୍ବାଦ କରି ଆମେ ଆଜିର ସକଳ କାର୍ଯ୍ୟକୁ ଆମେ ସମାପ୍ତ କରିବା। ଧନ୍ୟବାଦ। ଆମମାନଙ୍କର ସଦାପ୍ରଭୁ ପରମେଶ୍ୱର, ତୁମ ମହତ୍ ନାମର ଧନ୍ୟବାଦ କରୁଛୁ ପ୍ରଭୁ, ଧନ୍ୟବାଦ କରୁଛୁ। ଆଜି ଆମମାନଙ୍କୁ ପ୍ରାର୍ଥନା ଉତ୍ତର ସ୍ୱରୂପ ତୁମର ମନୋନୀତ ମାତାଙ୍କ ଗର୍ଭରୁ ପ୍ରଭୁ ତୁମେ ମନୋନୀତ କରିଥିବା ତୁମ ଦାସଙ୍କୁ ଆମମାନଙ୍କୁ ଦେଖାଇଛ ପ୍ରଭୁ। ପାଳକୀୟ ଆସନ ଖାଲି ପଡ଼ିଛି ବୋଲି ସର୍ବଦା ସମସ୍ତ ମୁଖ କ୍ରନ୍ଦନ କରୁଥିଲା। ହେ ପ୍ରଭୁ, ତୁମେ ପ୍ରାର୍ଥନା ଶୁଣିଲ, ସେହି ଆସନକୁ ତୁମ ପ୍ରିୟ ମନୋନୀତ ଦାସଙ୍କୁ ଦେଲ। ଆସନ ପୂର୍ଣ୍ଣ ହେବାକୁ ଦେଇଥିବାରୁ ଆମେ ତୁମକୁ ଧନ୍ୟବାଦ କରୁଛୁ। ନୂତନ ପାଳକ ତାର ଭବିଷ୍ୟତ ସମୟ କିପରି ପ୍ରଭୁ ପରିଚାଳିତ ହେବ ତୁମ ପାଦ ତଳେ ସମର୍ପଣ କରୁଛୁ ପ୍ରଭୁ। ଯେପରି ତାର ଭବିଷ୍ୟତ ସମୟକୁ ତାଲିମ ନେବାର ରହିଛି, ସମସ୍ତ କାର୍ଯ୍ୟ କରିବା, ଅଭିଷେକ କାର୍ଯ୍ୟ ରହିଛି
ପ୍ରଭୁ ବିଶେଷ କରି ତାଙ୍କୁ ତୁମ ପବିତ୍ର ଆତ୍ମାଙ୍କ ଶକ୍ତିରେ ଜ୍ଞାନରେ ବୁଦ୍ଧିରେ ଶିକ୍ଷାରେ ପରିପକ୍ୱତା ଦେଇ ପ୍ରଭୁ ଅଭିଷେକ କାର୍ଯ୍ୟ ନେଇ ପ୍ରଭୁ ମଣ୍ଡଳୀର ବୋଝ ନେଇ ମଣ୍ଡଳୀକୁ ପରିଚାଳନା କରିବେ ଏପରି ତାଙ୍କୁ ମଙ୍ଗଳତା ଦିଅନ୍ତୁ ବୋଲି ନାଜରିତ ଯୀଶୁଙ୍କ ନାମରେ ମାଗୁଛୁ ଆମେ ସମସ୍ତେ ପ୍ରଭୁ ଶିଖାଇଥିବା ପ୍ରାର୍ଥନା କରିବା। ଆହେ ଆମ୍ଭମାନଙ୍କର ସ୍ୱର୍ଗବାସୀ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ। ତୁମ୍ଭର ରାଜ୍ୟ ଆସୁ, ଯେଉଁ ରୂପେ ସ୍ୱର୍ଗରେ ସେହି ରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। ଆମ୍ଭେମାନେ ଯେମନ୍ତ ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ତେମନ୍ତ ଆମମାନଙ୍କର ସକଳ ଅପରାଧ କ୍ଷମା କର। ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। ଯେଣୁ ରାଜ୍ୟ ପରାକ୍ରମ ଗୌରବ ସଦା ସର୍ବଦା ତୁମ୍ଭର। ଆମେନ୍। पिता परमेश्वर तुम्हारा तुलनीय प्रेम, पुत्र परमेश्वर प्रभु जीशु तुम्हारा अनुग्रह दया, धर्मात्मा परमेश्वर तुम्हारा स्वर्गीय शांति शक्ति सुमधुर सहभागिता एते बेले पुणी सबु बेले एही बल प्रति मंडली प्रति विशेष करी नूतन पालक प्रति वर्तमान सदाकाल संगे संगे हूँ। आमेन। समस्त को नमस्कार। पिता पुत्र पवित्र आत्मा नाम